ଡିଜି ସଂସ୍କୃତମ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତମ୍। ଆଜି ସପ୍ତମ ଶ୍ରେଣୀ ରୁଚିରା ସଂସ୍କୃତ ବହିର ଅନୁଶୀକ୍ଷଣରେ ଆମେ ପଢ଼ିବା ପ୍ରଥମ ପାଠ। ପ୍ରଥମ ପାଠର ନାମ ହେଉଛି ସୁଭାଷିତାନି। ସୁଭାଷିତାନି ଏହି ପଦଟି ଦୁଇଟି ପଦକୁ ନେଇ ଗଠିତ ହେଇଛି। ସୁ ଓ ଭାଷିତାନି। ସୁର ଅର୍ଥ ସୁନ୍ଦର, ମଧୁର, ହିତକର। ଭାଷିତାନିର ଅର୍ଥ ବଚନ ଗୁଡ଼ିକ। ତାର ପଦ ପରିଚୟ ଜାଣିବା। ସୁଭାଷିତାନି ପଦ, ତାର ମୂଳ ଶବ୍ଦ ସୁଭାଷିତ, ଲିଙ୍ଗ ନପୁଂସକ ଲିଙ୍ଗ, ବିଭକ୍ତି ପ୍ରଥମା ବିଭକ୍ତି, ବଚନ ବହୁବଚନ ଓ ୟାର ଅର୍ଥ ସୁନ୍ଦର ବଚନ ଗୁଡ଼ିକ। ସମ୍ମିଲ୍ୟ ଯଦି ଆମେ କହିବା, ସୁଭାଷିତାନିର ଅର୍ଥ ସୁନ୍ଦର, ମଧୁର, ହିତକର ବଚନ ଗୁଡ଼ିକ। ସୁଭାଷିତାନିର ପ୍ରଥମ ସୁଭାଷିତ ପଢ଼ିବା ପୂର୍ବରୁ ମୁଁ ଆପଣମାନଙ୍କୁ କିଛି ପ୍ରଶ୍ନ ପଚାରୁଛି। ଏହି ପୃଥିବୀରେ ଯାହା ଯାହା ଅଛି ତା ମଧ୍ୟରୁ କିଛି ବସ୍ତୁର ନାମ କହିଲ। ନଦୀ, ପର୍ବତ, ବୃକ୍ଷ, ପଥର, ପେଟ୍ରୋଲ, କୋଇଲା, ସୁନା, ହୀରା, ମୋତି, ମାଣିକ୍ୟ ଇତ୍ୟାଦି ଅନେକ ବସ୍ତୁ। ଏହି ବସ୍ତୁମାନଙ୍କ ମଧ୍ୟରୁ ମୂଲ୍ୟବାନ ବସ୍ତୁ ଗୁଡ଼ିକ କଣ କଣ? ସୁନା, ହୀରା, ରୂପା, ମୋତି, ମାଣିକ୍ୟ ଇତ୍ୟାଦି। ଏହି ମୂଲ୍ୟବାନ ବସ୍ତୁ ଗୁଡ଼ିକୁ ସାମାନ୍ୟତଃ ରତ୍ନ ବୋଲି କହିଥାନ୍ତି। ପ୍ରଥମେ ଆମେ ସୁଭାଷିତକୁ ସସ୍ୱର ଗାନ କରିବା। ପୃଥିବ୍ୟାଂ ତ୍ରୀଣି ରତ୍ନାନି ଜଲମନ୍ନଂ ସୁଭାଷିତମ୍ मूढैः पाषाणखण्डेषु रत्नसंज्ञा विधीयते। पदच्छेद जानिबा। पृथिव्यां त्रीणि रत्नानि जलम् अन्नं सुभाषितं मूढैः पाषाणखण्डेषु रत्नसंज्ञा विधीयते। ଏ ସୁଭାଷିତ ପଢ଼ିବା ପୂର୍ବରୁ ମୁଁ ଅନ୍ୱୟ ବିଷୟରେ କିଛି କହିବି। ଅନ୍ୱୟ କାହାକୁ କୁହାଯାଏ? ଆସ ଜାଣିବା। ଶ୍ଲୋକରେ ପଦ ଗୁଡ଼ିକ ଏପଟେ ସେପଟେ ହୋଇ ରହିଥାନ୍ତି। ତେଣୁ ଶ୍ଲୋକର ଅର୍ଥ ସହଜରେ ବୁଝି ହୋଇ ନଥାଏ। ଶ୍ଲୋକର ଅର୍ଥକୁ ଜାଣିବା ପାଇଁ ପଦ ଗୁଡ଼ିକୁ ଠିକ୍ ଭାବରେ ସଜା ଯାଇଥାଏ, ଯାହାଦ୍ୱାରା ବାକ୍ୟ ସରଳ ହୋଇଥାଏ। ଶ୍ଲୋକରେ ଥିବା ଏହି ପଦ ଗୁଡ଼ିକୁ କ୍ରମ ଅନୁସାରେ ସଜାଇବାକୁ ଅନ୍ୱୟ ବୋଲି କହିଥାନ୍ତି। ତ ଏହି ସୁଭାଷିତର ଅନ୍ୱୟ ଆସ ଦେଖିବା। ପୃଥିବ୍ୟାଂ ତ୍ରୀଣି ରତ୍ନାନି ସନ୍ति ଜଲମ୍ ଅନ୍ନମ୍ ସୁଭାଷିତମ୍ ଇତି ପରନ୍ତୁ मूढैः पाषाणखण्डेषु एव रत्नसंज्ञा विधीयते। ଶବ୍ଦ ଗୁଡ଼ିକର ରୂପ ଓ ଅର୍ଥ ଜାଣିବା। ଶ୍ଲୋକରେ ଯୋଉ ପଦ ଗୁଡ଼ିକ ଅଛି ତାର କୋଉ ବିଭକ୍ତି, କୋଉ ବଚନ ସେ ବିଷୟରେ କିଛି ଜାଣିବା ଆଉ ତାର ଅର୍ଥ ମଧ୍ୟ ଜାଣିବା। ପ୍ରଥମେ ଆମେ ଶ୍ଲୋକରେ ଯୋଉ ବ୍ୟବହାର ହେଇଛି ସେଇ ପଦକୁ ନେବା, ତାପରେ ତାର ମୂଳ ଶବ୍ଦ ଜାଣିବା, ତାର ଲିଙ୍ଗ ଜାଣିବା, ବିଭକ୍ତି ଜାଣିବା, ବଚନ ଜାଣିବା ଓ ତାପରେ ଅର୍ଥ ଜାଣିବା। ପ୍ରଥମେ ପଦଟି କଣ ଆସ ଦେଖିବା। ପୃଥିବ୍ୟାମ୍। ତାର ମୂଳ ଶବ୍ଦ ହେଉଛି ପୃଥିବୀ। ଏହା ଏକ ଦୀର୍ଘଇକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ।
ଏହାର ବିଭକ୍ତି ସପ୍ତମୀ ବିଭକ୍ତି, ବଚନ ଏକ ବଚନ, ଏହାର ଅର୍ଥ ପୃଥିବୀରେ। ଦ୍ୱିତୀୟ ଶବ୍ଦ ହେଉଛି ତ୍ରିଣି। ତ୍ରିନ୍, ଏହା ହେଉଛି ତ୍ରିଣିର ମୂଳ ଶବ୍ଦ। ଏହା ଏକ ନପୁଂସକଲିଙ୍ଗ ଶବ୍ଦ। ଏହାର ବିଭକ୍ତି ପ୍ରଥମା ବିଭକ୍ତି ଓ ବଚନ ବହୁବଚନ। ଏହାର ଅର୍ଥ ତିନୋଟି। ତୃତୀୟ ଶବ୍ଦ ଆସ ଦେଖିବା, ରତ୍ନାନି। ରତ୍ନ ମୂଳ ଶବ୍ଦ, ନପୁଂସକ ଲିଙ୍ଗ ଶବ୍ଦ, ବିଭକ୍ତି ପ୍ରଥମା ବିଭକ୍ତି, ବଚନ ବହୁବଚନ, ଏହାର ଅର୍ଥ ରତ୍ନ ଗୁଡ଼ିକ। ଚତୁର୍ଥ ଶବ୍ଦ ହେଉଛି ଜଳମ୍। ଜଳ ଅକାରାନ୍ତ ନପୁଂସକ ଲିଙ୍ଗ, ପ୍ରଥମା ବିଭକ୍ତି, ଏକ ବଚନ, ଏହାର ଅର୍ଥ ଜଳ। ଅନ୍ନମ୍, ଅନ୍ନ ହେଉଛି ଏହାର ମୂଳ ଶବ୍ଦ। ଏଟା ଏକ ଅକାରାନ୍ତ ନପୁଂସକ ଲିଙ୍ଗ ଶବ୍ଦ। ଏହା ପ୍ରଥମା ବିଭକ୍ତି, ଏକ ବଚନ, ଏହାର ଅର୍ଥ ଅନ୍ନ ବା ଖାଦ୍ୟ। ସୁଭାଷିତମ୍, ସୁଭାଷିତ ହେଉଛି ଏହାର ମୂଳ ଶବ୍ଦ। ଏହା ଅକାରାନ୍ତ ନପୁଂସକ ଲିଙ୍ଗ ଶବ୍ଦ, ପ୍ରଥମା ବିଭକ୍ତି, ଏକ ବଚନ, ସୁନ୍ଦର ବଚନ। ମୂଢୈଃ, ମୂଢ ପୁଲ୍ଲିଙ୍ଗମ୍, ତୃତୀୟା ବିଭକ୍ତି, ବହୁବଚନ, ମୂର୍ଖମାନଙ୍କ ଦ୍ୱାରା। ପାଷାଣ ଖଣ୍ଡେଷୁ, ପାଷାଣ ଖଣ୍ଡ ହେଉଛି ମୂଳ ଶବ୍ଦ, ପୁଲ୍ଲିଙ୍ଗ ଶବ୍ଦ, ସପ୍ତମୀ ବିଭକ୍ତି, ବହୁବଚନ, ପଥର ଖଣ୍ଡ ଗୁଡ଼ିକ ଠାରେ। ଏବେ ଏହି ଶ୍ଲୋକରେ ଥିବା କ୍ରିୟାପଦ ବିଷୟରେ ଜାଣିବା। ଏହି ଶ୍ଲୋକରେ ଗୋଟିଏ ହିଁ କ୍ରିୟାପଦ ଅଛି, ତାହା ହେଉଛି ବିଧୀୟତେ। ବିଧୀୟତେ ର ଉପସର୍ଗ ବି ଉପସର୍ଗ, ମୂଳ ଧାତୁ ଧା ଧାତୁ, ଲଟ୍ ଲକାର, ପ୍ରଥମ ପୁରୁଷ, ଏକ ବଚନ। ଏହାର ଅର୍ଥ କରାଯାଏ, ବୁଝାଯାଏ। ଏବେ ପ୍ରଥମ ସୁଭାଷିତର ପ୍ରଥମ ପଂକ୍ତିଟି ପଢିକରି ତାର ଅର୍ଥ, ତାର ତାତ୍ପର୍ଯ୍ୟ ଜାଣିବା। ପୃଥିବ୍ୟାଂ ତ୍ରୀଣି ରତ୍ନାନି ଜଲମନ୍ନଂ ସୁଭାଷିତମ୍। ପୃଥିବ୍ୟାଂ କତି ରତ୍ନାନି ସନ୍ତି? ପୃଥିବୀରେ କେତୋଟି ରତ୍ନ ଅଛି? ପୃଥିବ୍ୟାଂ ତ୍ରୀଣି ରତ୍ନାନି ସନ୍ତି। ପୃଥିବୀରେ ତିନୋଟି ରତ୍ନ ଅଛି। ପୃଥିବ୍ୟାଂ ତ୍ରୀଣି ରତ୍ନାନି କାନି ସନ୍ତି? ପୃଥିବୀରେ ତିନୋଟି ରତ୍ନ କଣ କଣ ଅଟନ୍ତି? ପୃଥିବ୍ୟାଂ ତ୍ରୀଣି ରତ୍ନାନି ସନ୍ତି ଜଲମ୍, ଅନ୍ନମ୍, ସୁଭାଷିତମ୍। ପୃଥିବୀରେ ତିନୋଟି ରତ୍ନ ଜଳ, ଅନ୍ନ ଓ ସୁଭାଷିତ ଅଟନ୍ତି। ଏହାର ତାତ୍ପର୍ଯ୍ୟ ଜାଣିବା। କାହିଁକି ପୃଥିବୀରେ ତିନୋଟି ରତ୍ନ ଅଛି ବୋଲି ସୁଭାଷିତରେ କୁହାଯାଇଛି? କଣ ସୁନା, ହୀରା, ମୋତି, ମାଣିକ୍ୟ ଇତ୍ୟାଦି ରତ୍ନ ପୃଥିବୀରେ ନାହାନ୍ତି କି? ବହୁତ ଗୁଡ଼ିଏ ରତ୍ନ ଅଛନ୍ତି। ପୁଣି କଣ ପାଇଁ ତିନୋଟି ହିଁ ରତ୍ନ ଅଛି ବୋଲି ସୁଭାଷିତରେ କୁହାଯାଇଛି? ନିଶ୍ଚୟ ତମମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଆସ ଜାଣିବା। ସୁନା, ହୀରା, ମୋତି, ମାଣିକ୍ୟ ଇତ୍ୟାଦି ବିନା ମଧ୍ୟ ଆମେ ବଞ୍ଚି ପାରିବା, ପରନ୍ତୁ ଜଳ ବିନା ଆମେ ବଞ୍ଚି ପାରିବା ନାହିଁ। ବଞ୍ଚି ପାରିବା କି? ନା, ବଞ୍ଚି ପାରିବା ନାହିଁ। ସେହିପରି ଭୋଜନ ବିନା ଆମେ ବଞ୍ଚି ପାରିବା କି? ନା, ଭୋଜନ ବିନା ମଧ୍ୟ ଆମେ ବଞ୍ଚି ପାରିବା ନାହିଁ। ସେହିପରି ଉତ୍ତମ ବିଚାର ବିନା ଆମର ଜୀବନ ସରଳ ସୁଗମ ହେବ ନାହିଁ। ସେହି କାରଣରୁ ହିଁ ଏହି ତିନୋଟି ବହୁ ମୂଲ୍ୟବାନ ରତ୍ନ ଅଟନ୍ତି। ମୂଢୈଃ ପାଷାଣ ଖଣ୍ଡେଷୁ ରତ୍ନ ସଂଜ୍ଞା ବିଧୀୟତେ। କିଛି ପ୍ରଶ୍ନ କରିବା ଓ ତାର ଅର୍ଥ ମଧ୍ୟ ଜାଣିବା। କିମ୍ ବିଧୀୟତେ, କଣ ବିଧାନ କରାଯାଇଥାଏ? ରତ୍ନ ସଂଜ୍ଞା ବିଧୀୟତେ,
ରତ୍ନ ସଂଜ୍ଞା ବିଧାନ କରାଯାଇଥାଏ। କୈହି ରତ୍ନ ସଂଜ୍ଞା ବିଧୀୟତେ, କେଉଁମାନଙ୍କ ଦ୍ୱାରା ରତ୍ନ ସଂଜ୍ଞା ବିଧାନ କରାଯାଏ? ମୂଢ଼ୈଃ ରତ୍ନ ସଂଜ୍ଞା ବିଧୀୟତେ, ମୂର୍ଖମାନଙ୍କ ଦ୍ୱାରା ରତ୍ନ ସଂଜ୍ଞା ବିଧାନ କରାଯାଏ। କୁତ୍ର ରତ୍ନ ସଂଜ୍ଞା ବିଧୀୟତେ, କେଉଁଠାରେ ରତ୍ନ ସଂଜ୍ଞା ବିଧାନ କରାଯାଏ? ପାଷାଣ ଖଣ୍ଡେଷୁ ରତ୍ନ ସଂଜ୍ଞା ବିଧୀୟତେ, ପଥର ଖଣ୍ଡ ଗୁଡ଼ିକ ଠାରେ ରତ୍ନ ସଂଜ୍ଞା ବିଧାନ କରାଯାଏ। ଅର୍ଥାତ୍ ପଥର ଖଣ୍ଡ ଗୁଡ଼ିକୁ ରତ୍ନ ବୋଲି କରି କୁହାଯାଏ। ଏହାର ତାତ୍ପର୍ଯ୍ୟ ଆସ ଜାଣିବା। ଜଳ, ଭୋଜନ, ସୁବଚନ ଗୁଡ଼ିକ ଆମ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି। ଯେହେତୁ ଜଳ ବିନା ଜୀବନ ଅସମ୍ଭବ, ଭୋଜନ ବିନା ଶରୀରର ପୋଷଣ ଅସମ୍ଭବ ତଥା ସୁବଚନ ବିନା ନୈତିକ ବିକାଶ ଅସମ୍ଭବ। ସେହି କାରଣରୁ ବୁଦ୍ଧିମାନ ଲୋକମାନେ ଜଳ, ଅନ୍ନ ଓ ସୁଭାଷିତକୁ ଅମୂଲ୍ୟ ରତ୍ନ ବୋଲି କହିଥାନ୍ତି। କିନ୍ତୁ ସାମାନ୍ୟ ଲୋକମାନେ ପଥର ଖଣ୍ଡ ଗୁଡ଼ିକୁ ଯଥା ସୁନା, ହୀରା, ମୋତି, ମାଣିକ୍ୟ ଆଦିକୁ ରତ୍ନ ବୋଲି କହି। ଆସନ୍ତୁ ଏହାର ଓଡ଼ିଆ ଅର୍ଥ ଆମେ ଜାଣିବା। ପୃଥିବୀରେ ଜଳ, ଅନ୍ନ ଓ ସୁଭାଷିତ ରୂପରେ ତିନୋଟି ହିଁ ରତ୍ନ ଅଛି, ପରନ୍ତୁ ମୂର୍ଖ ଲୋକମାନେ ପଥର ଖଣ୍ଡ ଗୁଡ଼ିକୁ ରତ୍ନ ସଂଜ୍ଞା ଦେଇଥାନ୍ତି, ଅର୍ଥାତ୍ ହୀରା, ସୁନା, ମୋତି ଆଦିକୁ ରତ୍ନ ବୋଲି କହିଥାନ୍ତି। ଧନ୍ୟବାଦ।